ଦେଖନ୍ତୁ ଏ ବହୁତ ଦୀର୍ଘ ବର୍ଷ ସମସ୍ୟା। ଏତେ ଲମ୍ବା ସମୟ ପାଖାପାଖି 79-80 ବର୍ଷ ଭାରତ ବର୍ଷ ସ୍ୱାଧୀନ ହେଇକି କିନ୍ତୁ ଏସବୁ ପ୍ରାଣୀମାନଙ୍କ ପାଇଁ ଦୃଷ୍ଟିଗୋଚର ବହୁତ କମ୍ ଥାଏ। ଆମ ସରକାର ଆସିଲା ପରେ ଏଇ ଯେଉଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କରିବା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରିବା, ଅଣ୍ଡା ଚାଷକୁ ବଢ଼େଇବା, ଏ ସମସ୍ତ ପ୍ରକାର କରିବା ସହ ଏଇ ଯେଉଁ ଆମର ଆକ୍ସିଡେଣ୍ଟାଲି ଯେଉଁ ପଶୁମାନେ ଯେଉଁ ପ୍ରାଣୀମାନେ ଆକ୍ସିଡେଣ୍ଟ ହୁଅନ୍ତି ତାଙ୍କୁ ସେବା ଦେବା ପାଇଁ ସୁଯୋଗ ଦେବା ପାଇଁ ଏବେ ଆମ୍ବୁଲାନ୍ସର ସଦୁପଯୋଗ କରାଯାଉଛି ଏବଂ ଆମେ ମଧ୍ୟ ଆହୁରି ସରକାରଙ୍କ ତରଫରୁ ଗୋଶାଳାର ବ୍ୟବସ୍ଥା ମଧ୍ୟ କରୁଛୁ। ଆମର ପ୍ରୋସେସ ଚାଲୁ ରହିଛି। ଗତ 24 ବର୍ଷରେ ଯେଉଁ ସରକାର ଥିଲା ଆଉଟସୋର୍ସିଂରେ ଦେଉଥିଲା ବିଭିନ୍ନ ବିଭାଗରେ, କିନ୍ତୁ ଏ ବିଭାଗ ପାଇଁ ଏତେ ଚାକିରିର ବ୍ୟବସ୍ଥା କରିନଥିଲା। ଆମ ସରକାର ଆସିଲା ପରେ ପ୍ରତ୍ୟେକ ବିଭାଗ ପାଇଁ ଆମେ 5 ବର୍ଷରେ 1.5 ଲକ୍ଷ ଲୋକଙ୍କୁ ଚାକିରି ଦେବାର ବ୍ୟବସ୍ଥା କରୁଛୁ, ପ୍ରତିଶ୍ରୁତି ଦେଇଛୁ ଏବଂ କରୁଛୁ ମଧ୍ୟ। ଆଜିକୁ ପ୍ରାୟ ପାଖାପାଖି 50,000 ଲୋକ ଚାକିରି ପାଇଲେଣି। ତେଣୁ ଆଗାମୀ ଦିନରେ ଏହାକୁ ମଧ୍ୟ ପୂରଣ କରାଯିବ। ଆଉ ଡାକ୍ତର କଥା ତ ପ୍ରାଣୀ ଡାକ୍ତର ମଧ୍ୟ ନାହାନ୍ତି, ସେମାନଙ୍କୁ ଆଉ କିଭଳି କଲେଜରେ ଅଧିକାରୁ ଅଧିକା ସିଟ୍ କରାଯିବ, ପଢ଼ାଯିବ ଏବଂ ନୂଆ ନୂଆ ଡାକ୍ତର ବାହାର କରି ତାଙ୍କୁ ମଧ୍ୟ ଆପଏଣ୍ଟମେଣ୍ଟ ଦେବାର ବ୍ୟବସ୍ଥା କରାଯିବ। ଦେଖନ୍ତୁ, ଏଇ ଯେଉଁ ପ୍ରାଣୀ ଚିକିତ୍ସା ଦିବସର ଯେଉଁ ମୂଳ ଉଦ୍ଦେଶ୍ୟ ହେଉଛି ଯେ ଲୋକଙ୍କ ପାଖରେ ଆମେ ଆମ ଡିପାର୍ଟମେଣ୍ଟ ପହଞ୍ଚିବା। ଆମେ ବିଭିନ୍ନ ପ୍ରକାର ଯେଉଁ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ସବୁ ଚାଲିଛି ତାକୁ କେମିତି ଆମେ ଲୋକାଭିମୁଖ କରିବୁ, ଲୋକଙ୍କ ପାଖରେ କେମିତି ସେ ଯୋଜନାର ଫଳପ୍ରଦ ଯୋଜନା କେମିତି ସେଠି ଲୋକ ପାଇପାରିବେ, ସରକାର ଯେଉଁ ବିଭିନ୍ନ ପ୍ରକାର ଯୋଜନା ଯେଉଁ ଫଳପ୍ରଦ ଲାଭାଂଶ କେମିତି ଚାଷୀମାନଙ୍କ ପାଖରେ ପହଞ୍ଚିବ, ସେଇ ଜିନିଷର ମୂଳ ଉଦ୍ଦେଶ୍ୟ ହେଉଛି ଆଜି ସେଲିବ୍ରେସନର ମୂଳ ଉଦ୍ଦେଶ୍ୟ। ସରକାର ଚେଷ୍ଟା କରୁଛନ୍ତି ନିଶ୍ଚିତ ସେଇଟା ଯେତିକି ଖାଲି ଅଛି ଆମ ଡିପାର୍ଟମେଣ୍ଟରେ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଯଦି ପୂରଣ ହେଇଯିବ ସବୁ ବିଭାଗ, ଯଦି ଡିପାର୍ଟମେଣ୍ଟରେ ସମସ୍ତ ପୋଷ୍ଟ ପୂରଣ ହେଇଯିବ, ନିଶ୍ଚିତ ଆମେ 2 ଗୁଣ ଶକ୍ତି ନେଇକରି ଆମେ କାମ କରିବା ପାଇଁ ଆଗଭର ହବୁ।